ନମସ୍କାର ଦର୍ଶକ ବନ୍ଧୁ, ଆପଣ ଦେଖୁଥିବା ତୋରି ପାଇଁ ତୋ ପାଇଁ ଧାରାବାହିକ ରହିଛି ଦେଖିବାକୁ। ସେପଟେ ରୁହି ସେପଟେ ମେକଅପ୍ ଲଗାଉଛି ଏବଂ ସେପଟେ ୟଶ କୁମାରକୁ ସନ୍ଦେହ କରାଗଲାଣି ଏବଂ ଚିକିକୁ ସନ୍ଦେହ କରାଗଲାଣି। ଶ୍ୟାମା କହିବ, ଏ କ'ଣ ଚିକି, ତୋ ପ୍ରତି ଏମିତି ବ୍ୟବହାର ଆମେ କେବେ ଆଶା କରିନଥିଲୁ, ଏମିତି କହିବେ। ଏବଂ ସେପଟେ ତା ଭଉଣୀ ବି କହିବ ଯେ ଛି ଚିକି ଛି, ଏମିତି କାହିଁ କଲୁ ଏମିତି ୟଶ କୁମାର, ଇଏ କ'ଣ ଦାଢ଼ି ମୂଷା ରଖିଛି, ୟାକୁ ପସନ୍ଦ କଲୁ, ଛି ଛି ଚିକି ଛି। ତାପରେ ତା ବାପା ବି କହିବ ଛି ଚିକି ଛି, ଏମିତି କାହିଁ କଲୁ, ତୋ ପ୍ରତି ଆମର ଏତେ ବିଶ୍ୱାସ ନଥିଲା। ତାପରେ ସେମାନେ ଜାଣିଯିବେ ଏବଂ ସେ ଚିକି ଡରିଯିବ ଏବଂ ରାମ ବି ଆଶ୍ଚର୍ଯ୍ୟ ହୋଇଯିବ। ଏବଂ ତାପରେ ସେପଟେ ରୁହି କହିବ ଚାଲ ରାମର ଜନ୍ମଦିନ ପାଳନ କର, ଏମିତି କହିବେ। ତାପରେ ସେପଟେ କହିବ ମୁଁ ତୋତେ ଚିହ୍ନି ପାରିବିନି ରାମ, ତୁ ୟଶ କୁମାର ହଉ କି ବରଂ ଯମୁନା ନଗର ହଉ, ମୁଁ ତୋତେ ନିଶ୍ଚୟ ଚିହ୍ନିବି, ଏମିତି କହିବ। ଏମିତି କହିଲା ପରେ ତାପରେ ସେମାନେ ହସିବେ ଏବଂ କହିବେ ଚାଲ ଏଇ ନାଟକଟା କଣ୍ଟିନ୍ୟୁ କରାଯାଉ, କାହିଁକି ନା ସେ ରୁହି ଜାଣିନି ତାର କେମିତି କାଗଜପତ୍ର ହାସଲ କରିବା, ସେଇଟା ଆମର କଥା। ତାପରେ ହଠାତ୍ କିନା ରୁହି କହିବ ୟଶ କୁମାର ଉପରେ ନଜର ପକାନା, ଏମିତି କହିବ ଚିକିକୁ, କାରଣ ୟଶ କୁମାରଙ୍କର ଖ୍ୟାଲ ରଖିବା ପାଇଁ ମୁଁ ଅଛି, ଏମିତି କହିବ। ସେପଟେ ପାର୍ଟି ଚାଲିଥିବ, ରତ୍ନମଣି ଆଉ ମାଧବୀ ସେପଟେ ତାଙ୍କର ରାମଙ୍କର ଜନ୍ମଦିନ ପାଳନ କରିବା ପାଇଁ ସେପଟେ ଆସିଥିବେ ଏବଂ ସେତିକିବେଳେ ଉକିଲ ଆସିଯାଇଥିବ ଏବଂ ଉକିଲ କହିବ ଏତିକି ବେଳେ ଯଦି ମା ଯଦି ପାଖରେ ଥାନ୍ତା, ଓଃ କି ବଢ଼ିଆ ହେଇଥାନ୍ତା। ସେପଟେ ଗେଷ୍ଟ ବେଶରେ ଚିକିକୁ ଦେଖାଯିବ ଏବଂ ସେମାନେ ପାର୍ଟି